ବୁଝିପାରୁନା ସମୟ ଆସିବ ଆପଣ ସେ ଦରିଆ ମଝିରେ ଠିଆ ହେଇଥିବେ ଆଉ ସେ ଦରିଆ ମଝିରେ ଠିଆ ହେଇଥିବା ଲୋକଟା ଟଙ୍କାର ପାହାଡ଼ ଉପରେ ଠିଆ ହେଇଥିବ ଏ କଥା ଯେମିତି ଆପଣ ଭୁଲି ନଯାଆନ୍ତି ମତେ ପାହାଡ଼ ପର୍ବତ ଦେଖାଉଛି ଶୁଣ 5 ଲକ୍ଷ ଟଙ୍କା ଦବୁ ତା ନହେଲେ ତ ମାଇକିନା କରି ମୋ ପାଖରେ ଛାଡ଼ି ଦେଇ ଶ୍ରାବଣୀ ଏବେ ମତେ ଫୋନ କରିଥିଲା ତା ଭାଇ ଆମ ଘରକୁ ଆସିଛି ଅପା ସାଙ୍ଗରେ କଥା ହେବା ପାଇଁ ରେ ବାଦଲ ଭାଇ ଆମ ବୁଦ୍ଧିଟା ଠିକ କାମ କରିଛି ଆଉ ମୁଁ ଯିବା ଆଗରୁ ତା ଭାଇ ଏଠିକି ପ୍ରସ୍ତାବ ନେଇକି ଆସିବ ତା ଭାଇ ଏଠିକି ଆସୁଛି ହେଲେ ଆମ ଘରେ ପହଞ୍ଚିଲା ପରେ ମତେ ଲାଗୁଛି ସେ ଆଦମ ରାଜି ହବନି